ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ସକାଳୁ ସକାଳୁ ଏ ଯୋଉ ସୁଲୁସୁଲିଆ ପବନ ଦଉଛି, ପ୍ରିନ୍ସର ମାମୁଁ ଏ ପବନରେ ତାକୁ ଧରି ବୁଲୁଛି। ପ୍ରିନ୍ସ ତା ଆଦି ଭାଇକୁ ଡାକି ହାତ ଧରାଧରି ହେଇ ଦୁଇ ଜଣ ଚଉରା ପାଖକୁ ଯାଇ ନମସ୍କାର କରୁଛନ୍ତି। ବାବାରେ କି ଭକ୍ତି! କେହି କାହାକୁ କମ ନୁହନ୍ତି। ଏ ଥରେ ନମସ୍କାର କରୁଛି ତ ସେ ଥରେ ନମସ୍କାର କରୁଛି। ଏପଟେ ପ୍ରିନ୍ସର ମାମୁଁ ଆସି ପଖାଳ ସାଙ୍ଗକୁ ଆଳୁ ଭଜା ଆଉ ଶାଗ ଭଜା ଲଗେଇ ଖାଇଲାଣି। କଂସାଏ ପଖାଳ ପେଟେ ଖାଇଦେଇ ପ୍ରିନ୍ସ ସହିତ ଲାଗିଛି। ଖାଇସାରିଲା ପରେ ପ୍ରିନ୍ସ ସହିତ ଲାଗି ଖାଇବା ସବୁ ଛଡଉଛି। ଖରା ବେଳକୁ ଆମ ଘର ଆଗରେ ଗୋଟେ ଟେମ୍ପୁ ଆସି ଛିଡା ହେଲା। ମୁଁ ଭାବିଲି ତା ମାମୁଁର କିଛି ମେଡିସିନ ପାର୍ସଲ ଆସିଛି। ହେଲେ ଏ ପାର୍ସଲ ଏତେ ବଡ ଥିଲା, ମେଡିସିନ ପରି ଲାଗୁନଥିଲା। ସେ ପାର୍ସଲ ଆଣି ଘରେ ରଖି ଖୋଲିଲା ବେଳକୁ ଦେଖିଲୁ ତା ମାମୁଁ ଗୋଟେ ଘର ପାଇଁ ସୋଫା ଅର୍ଡର କରିଛି। ମୋ ବାପା ଭାଇ ତାକୁ ସଜାଡୁଛନ୍ତି। ତା ଭିତରେ ପ୍ରିନ୍ସ ବି ଯାଇ ସେମାନଙ୍କ ସହିତ ସୋଫା ଟେକୁଛି। ସୋଫା ପକେଇ ଦେଲା ପରେ ପ୍ରିନ୍ସ ଯାଇ ଆଗ ବସିଗଲା। ନିଜେ ବସି ସାରି ସମସ୍ତଙ୍କୁ ପାଖରେ ଡାକି ବସଉଛି। ପ୍ରିନ୍ସ ତାଙ୍କ ଘରକୁ ଯିବା ଯାଏ ତା ମାମୁଁର ଏଇ ସୋଫା ରଖିବ ତ? ମତେ ଲାଗୁଛି ସବୁ ଚିରି ଚାରି ପକେଇବ। ରହିଲି, ଗୁଡ୍ ନାଇଟ୍, ଜୟ ମା ତାରିଣୀ।